बहुत असुविधा हो आम दुकानी मार रोचे जो है ना सब बहुत असुविधा हो हाँ सब आम रोच दुकान खाଇବା ଶୋଉଛୁ ନା ଯଦି ପଇସା ଦେଇକି ଅସୁବିଧା ହବ ନା ମାସ ଯଦି 3000 ଦରମା ପାଇବୁ ଖର୍ଚ୍ଚ ଖାଇବୁ କେତେ ଆଉ ବାଥରୁମ ଯାଇ ପଡ଼ିବୁ ସେଇଟା କହୁଛି ନା ନା ସେଇଟା ଅସୁବିଧା ନା ବହୁତ ଭଲ ନାହିଁ ଗଭର୍ଣ୍ଣମେଣ୍ଟ ନା ମେ ଦେଖନ୍ତୁ ଗୋଟେ ଆମେ ଯଦି ଦୋକାନ କରୁଛୁ ନା ଯଦି ବାଥରୁମ କିଛି ଲାଗିଲା ଆଗ 5 ଟଙ୍କା ଦିନରେ କେତେ ଥର ଆସିଦେବୁ ସକାଳେ ଆସିବୁ ଖାଇବି ଏଠି ଶୋଉଛୁ ନା ଆଉ ଦୀପର ଆସି ସକାଳେ ଆସିବୁ ରାତିରେ ଯିବୁ କେତେ କଣ ସେଇଟା ହଉଛି ନା ଘରେ ଯାଏ ଘର ଭିତରେ ଯିଏ ଅଛନ୍ତି ତାଙ୍କର ଅସୁବିଧା କିଛି ନାହିଁ ଯିବେ କି ଦିନେ ଅଦିନ ପାଇଁ ଚଳିବ ଆଉ ସବୁଦିନ ଯିଏ କରୁଛନ୍ତି ହଁ ସେଇଟା ଅସୁବିଧା ହବ ନା ନାଟା ପ୍ରଭାତ କୁମାର ସାହୁ ଭାଇ ବର୍ତ୍ତମାନ ବିଏମସି ରେ ଯୋଉ ଶୌଚାଳୟ ଅଛି ତାକୁ ବର୍ତ୍ତମାନ ଦେହ ମୁକ୍ତ ଦେହ ଯୁକ୍ତ କରିବା ପାଇଁ ଚାହୁଁଛନ୍ତି ୟୁରିନାଲ ଫ୍ରି ରହିବ କିନ୍ତୁ ଆପଣ ବାଥରୁମ ଯାଆନ୍ତୁ କିମ୍ବା ଗାଧୋଇବା ପାଇଁ 5 ରୁ 10 ଟଙ୍କା ଲାଗୁ କରାଯିବ କେତେ ପ୍ରଭାବିତ ହବ ଯୋଉମାନେ ଆପଣ ବାହାରେ ସବୁ ଦୋକାନ କରୁଛନ୍ତି ଏଇଟା ନିଶ୍ଚିତ ଆଜ୍ଞା ଗୋଟେ କଥା କହିବି ଗରିବ ଗୁରାଙ୍କ ଉପରେ ବହୁତ ପ୍ରଭାବ ପଡିବ ଯେହେତୁ ଜଣେ ଦିନ ମାନେ ଦିଥର ଯାଉଛି ତାକୁ ଏନା ପଇସା ଦେଲା ବେଳକୁ ବାଧା ହବ ବରଂ ରାଜ୍ୟ ସରକାର ନିବେଦନ କରିବି ଅଲଗା କୋଉ ପଟେ ପଇସା ନିଅନ୍ତୁ ଏଇଟା ଟିକେ ଛାଡ଼ କଲେ ଲୋକ ଉପକୃତ ହେବେ ଦିନକୁ ଜେନେରାଲ ଦିଥର ଯାଉଛୁ ଦିଥର ଗଲେ ନା ସେ 10 ଟଙ୍କା ନେବେ ଗରିବ ଲୋକ ହଇରାଣ ହେବେ ନା ଆଉ 10 କୋଟି ହେଲେ ଗରିବ ଲୋକ ହଇରାଣ ହେବେ ଭାରି ମାସରେ ମିନିମମ୍ 500 ପଳେଇବ ଯିଏ ଦିନକୁ ଦିଥର ଯିବ 10 ଟଙ୍କା ଯିବ 20 ଟଙ୍କା କଲେ ମାସରେ 600 ଟଙ୍କା ପଳେଇବ ଆଜ୍ଞା ନିଶ୍ଚିନ୍ତ ବହୁତ ହଇରାଣ ହବୁ ପବ୍ଲିକ ବହୁତ ହଇରାଣ ହବ ଏଥିରେ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି ଏଥିପ୍ରତି ଟିକେ ଧ୍ୟାନ ଦିଅନ୍ତୁ ଏପଟେ ଛାଡ଼ିକି ଅଲଗା କୋଉ ପଟେ ନିଅନ୍ତୁ ଚଳିବ କିନ୍ତୁ ସାଧାରଣ ଲୋକ ଉପରେ ବହୁତ ପ୍ରଭାବ ପଡ଼ିବ ବଡ଼ ଲୋକମାନଙ୍କ କିଛି ହବନି ତାଙ୍କର କ'ଣ ସେମାନେ କ'ଣ ଆସୁଛନ୍ତି ଟଏଲେଟ୍ ଆସୁଛନ୍ତି ସେମାନେ ଟଏଲେଟ୍ ଯାଉନାହାନ୍ତି ଯାହା ଯିବ ରିକ୍ସାବାଲା ଟଲିବାଲା ଦୋକାନୀ ବ୍ୟବସାୟୀ ଏମାନେ ଯାଉଛନ୍ତି ଆଉ ବଡ଼ ଲୋକ କାହିଁ ଆସିବେ ଏଠି ବଡ଼ ଲୋକ କେବେ ଆସୁନାହାନ୍ତି ପରିବାର ଲୋକ ହିଁ ହଇରାଣ ହେବେ କିନ୍ତୁ ଏଇଟା ଏପଟେ ଛାଡ଼ କରିକି ଅଲଗା କୋଉ ପଟେ ନିଅନ୍ତୁ ମେୟର କହୁଛନ୍ତି ଜିନିଷ ଭାଙ୍ଗି ଦଉଛନ୍ତି ନଷ୍ଟ ହଉଛନ୍ତି ଟଙ୍କାଟା ଦେଲେ କାଳେ ଲୋକ ଠିକ ଭାବରେ ରଖିବେ ନାଇଁ ନା କିଛି ଭଙ୍ଗାରୁ ଯାଉନି କାହିଁ ଭଙ୍ଗାରୁ ଯାଅ ଆଜ୍ଞା ନାଟା ଟିକେ ସଦାଶିବ ନାୟକ ଆଜ୍ଞା ଭୁବନେଶ୍ୱରରେ ଯେଉଁ ଶୌଚାଳୟ ଅଛି ସେଟା ମାଗଣାରେ ବ୍ୟବହାର ହେଉଥିଲା ଏବେ ସରକାର ନିଷ୍ପତ୍ତି ନେଲାଣି ବିଏମସି ନିଷ୍ପତ୍ତି ନେଇଛି ଯେ ଏବେ ଟଙ୍କା ଦେବା ପାଇଁ ପଡ଼ିବ 5 ରୁ 10 ଟଙ୍କା ଦେବା ପାଇଁ ପଡ଼ିବ ତ କେତେ ପ୍ରଭାବିତ ହେବେ ଆପଣମାନେ ଯେଉଁ ସାଧାରଣ ଲୋକଟି ଦୋକାନୀ ଅଟୋ ଚାଳକମାନେ ସବୁ ଆସନ୍ତି ପ୍ରାୟ ଲୋକ ତ ଅସୁବିଧାରେ ପଡ଼ିବେ ହେଲେ ସେଇଟା ନିୟମ କାନୁନ ଉପରେ ଯାହା ଥିବ ସେଇଆ କରିବାକୁ ପଡ଼ିବ ଆଉ କେତେ ତ ଜଣେ ଆସିବେ ମିନିମମ୍ଟା ଆପଣମାନେ ମିନିମମ୍ ଗୋଟେ ଲୋକ ଶୌଚାଳୟ ଆସିବାକୁ 3 ଥର ଦରକାର ମିନିମମ୍ଟା ନିହାତି 3 ଥର ଦରକାର 30 ଟଙ୍କା ଦେବ ତାହେଲେ ମାସରେ 900 ଟଙ୍କା ହେଲାଣି ପ୍ରଭାବ ପଡ଼ିବ ନା ପଡ଼ିବନି ପ୍ରଭାବ ନିହାତି ପଡ଼ିବ କ'ଣ ପ୍ରଭାବ ପଡ଼ିବ ପ୍ରଭାବ ସମସ୍ତଙ୍କ ପାଖରେ କ'ଣ ସାର୍ ପଇସା ଥାଏ କେଉଁମାନେ ମାଗିକି ଖାଆନ୍ତି କେଉଁମାନେ ବୁଲି ବୁଲି ଖାଆନ୍ତି ସେମାନଙ୍କ ପାଖରେ କ'ଣ ପଇସା ଥାଏ ଯେଉଁମାନେ ରୋଜଗାର କରୁଛନ୍ତି ଯଦି କିଏ କହିଲା ହେଲେ 10 ଟଙ୍କା ଦିଅନ୍ତି ନହେଲେ ନାହିଁ ଯେଉଁମାନେ ଜାଣିଛନ୍ତି ସେମାନେ ଦିଅନ୍ତିନି ଯେଉଁମାନେ ନ ଜାଣିଛନ୍ତି ସେମାନେ ଦେଇକି ଯାଆନ୍ତି ଆଉ ଗରିବ ଲୋକଙ୍କୁ ପ୍ରଭାବ ପଡ଼ିବ ହଁ ଗରିବ କ'ଣ ଅଟୋ ଚଳେଇକି କେତେ ଟଙ୍କା ଇନକମ୍ ହୁଏ ପୁଣି ଶୌଚାଳୟ ବାବଦ 30 ଟଙ୍କା ଦେବେ ସେମିତି ଆଜ୍ଞା କ'ଣ ଇନକମ୍ ମୋ ପାଇଁ ସିନା ମୁଁ କହିବି ସମସ୍ତଙ୍କ ପାଇଁ କହିବ କାହାର କେମିତି ଇନକମ୍ ବୋଲି ଏଇଆ ହେଉଛି କଥା ପ୍ରଭାବ କିନ୍ତୁ ପଡ଼ିବ ଆଲୋଚନା ସରକାର ଆପଣ ନିଷ୍ପତ୍ତି ନେବାର ଅଛି ଭାବିବାର ଅଛି ସରକାର ନିଷ୍ପତ୍ତି ନେଉଛନ୍ତି ହେଲେ ସେମାନେ ଯେଉଁମାନେ ରହୁଛନ୍ତି ସେମାନଙ୍କ ଉପରେ ନିର୍ଭର କରୁଛି ସରକାର ନିୟମ କାନୁନଟା ଠିକ୍ କରୁଛି ଯେଉଁମାନେ ଚାଲା ରହୁଛନ୍ତି ସବୁ କର୍ମୀମାନେ ସେମାନେ ଠିକ୍ ସେ ପାଳିତ କରୁନାହାନ୍ତି ନେବାର ଅଛି ନା ନାହିଁ ମାଗଣା ଶୌଚାଳୟରୁ ଏବେ ଯେଉଁ ଟଙ୍କା କଥା କୁହାହେଲା